जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज आम आम आस्ट्रो सेशन को रेकर्ड करिया आस्ट्रो सेशन क्रम आज आम पढ़िबा मूल त्रिकोण। मूल त्रिकोण माने कौन से विषय आज आम जानिबा अंश तो कहवा ही कहवा। ठीक है जी। मूल त्रिकोण कहले सिंह राशि को किए रूल करती रवि, कर्कट को रूल करती चंद्र, मिथुन को करती बुध, कन्या को करती बुध, वृष को करती शुक्र, तुला को करती शुक्र, बिच्छा को करती मंगल, मेष को करती मंगल, मीन को करती गुरुदेव बृहस्पति, धनु करती गुरुदेव बृहस्पति, कुंभ मकर को दिटा करती शनिश्चर महाराज। अरे बापा टी म्यूट कर दे रे जब मन कर अनम्यूट अछि मन दया कर मेडिसिन ता ना देला आउ को बारे पड़ी सारे तो राज टी भलर म्यूट कर दे टी क्लियर नछि तो यस यस सर। हां तो हां कोन कहतली मूल त्रिकोण राशि माने गो चंद्र रवि और चंद्र को गोटे गोटे घर मिले अन्य सब ग्रह को दीदीटा घर मिली दीदीटा राशि मिली एबे गोटे तांकर निज हाउस गोटे तांकर ऑफिस एई भली भाବରେ मन रख निज हाउस और ऑफिस देवता ग्रह माने निज घर ऑफिस करिया अपेक्षा हम सार जा बुझेइतले सेई भलिया बुझेइले मन रह फर्स्ट वाइफ सेकंड वाइफ जेतिका सब देवता ग्रह अछंती सेमाने तंकर प्रथम राशि रे होउची मूल त्रिकोण ताले मंगल पाए मूल त्रिकोण कोउटा मेष राशि होउची मंगलर मूल त्रिकोण ठीक अछि केते अंश पर्यंत ना 0 रु 20 भितरे मेष 0 रु 20 भितरे मेष राशि रे मंगल रहले सेटा तार मूल त्रिकोण आला एवं तार शेष अंश स्वक्षेत्र हबो ठीक अछि बिच्छा हबो तार निज राशि निजस्व राशि ठीक अछि सेमती वृक्ष राशि रे चंद्रर मूल त्रिकोण केते 3 रु अधिका 30 पर्यंत होची वृक्ष राशि रे मूल त्रिकोण ठीक अछि सिंह राशि रे रविंकर मूल त्रिकोण केते रु केते अंश पर्यंत 0 रु 20 डिग्री पर्यंत तापर से निज हाउस हो जाए ठीक अछि एटा म काई कहू मु पढ़ी साला पर बुझी पारि बुधर कन्या राशि होची बुध देखंतु बुध होचंती दानव प्रत्येक दान ग्रहଙ୍କ ସହିତ ବୁଧଙ୍କର ଭଲ ପଡେ
ତେଣୁ ବୁଧଙ୍କର ସେକେଣ୍ଡ ହାଉସ ଟା ହଉଛି ମୂଳ ତ୍ରିକୋଣ। କେତେରୁ କେତେ ଅଂଶ ପର୍ଯ୍ୟନ୍ତ? ନା 16 ରୁ 20 ପର୍ଯ୍ୟନ୍ତ। ମୂଳ ତ୍ରିକୋଣ 15 ଡିଗ୍ରୀରେ ହଉଛି ପରମ ଉଚ୍ଚ ଅବସ୍ଥା। ଠିକ ଅଛି। ହୁଁ ବୃହସ୍ପତିଙ୍କର ହଉଛି ଧନୁ ରାଶିରେ ମୂଳ ତ୍ରିକୋଣ। ହୁଁ କେତେ ଅଂଶ ପର୍ଯ୍ୟନ୍ତ? ନା 0 ରୁ 10 ପର୍ଯ୍ୟନ୍ତ। ଆଉ ଶେଷର 10 ରୁ 20 ହଉଛି ତାଙ୍କ ନିଜ ରାଶି। ହୁଁ ତୁଳା ରାଶି ହଉଛି ଶୁକ୍ରର ମୂଳ ତ୍ରିକୋଣ 15 ଡିଗ୍ରୀ ପର୍ଯ୍ୟନ୍ତ। 0 ରୁ 15 ଡିଗ୍ରୀ ପର୍ଯ୍ୟନ୍ତ ଶୁକ୍ରଙ୍କର ମୂଳ ତ୍ରିକୋଣ ହଉଛି ତୁଳା ରାଶି। 15 ରୁ 30 ହଉଛି ତାର ନିଜ ଗୃହ, ନିଜସ୍ୱ ଗୃହ। କୁମ୍ଭ ରାଶି ହଉଛି ଶନିଙ୍କର ମୂଳ ତ୍ରିକୋଣ। କେତେ ଅଂଶ ପର୍ଯ୍ୟନ୍ତ? ନା 0 ରୁ 20 ଅଂଶ ପର୍ଯ୍ୟନ୍ତ। ଆଉ ଶେଷ ଅଂଶ ହଉଛି 20 ରୁ 30 ହଉଛି ସ୍ୱଗୃହ। ମୁଁ ଏଟା କାହିଁକି ପଢୁଛି? ସଦା ସର୍ବଦା ଗୋଟେ କଥା ମନେ ରଖ, ଗ୍ରହ ଯଦି ପରମ ଉଚ୍ଚ ଅବସ୍ଥାରେ ଅଛି, ଗ୍ରହ ଯଦି ପରମ ଉଚ୍ଚ ଅବସ୍ଥାରେ ଅଛି, ହୁଁ ତାହେଲେ ତାର ଇଏ ଦେବାର, ଫଳ ଦେବାର କ୍ଷମତା 100%। କେତେ? 100%। ଯଦି ଉଚ୍ଚ ଅବସ୍ଥାରେ ଅଛି ତାହେଲେ କେତେ ଆସିବ? 90%। ଠିକ ଅଛି। ଉଚ୍ଚରେ ଥାଇକିନା ଯଦି ଡିଗ୍ରୀ କମ ରହି ଅଧିକ ହେଇଗଲା କିମ୍ବା କମ ହେଇଗଲା। ଆରେ ବାବୁ, ମୁଁ ସେଇ ତ କହିଲି, ପରମ ଉଚ୍ଚ ଅବସ୍ଥା ଗୋଟେ ଅଛି ଆଉ ଗୋଟେ ଉଚ୍ଚ ଅବସ୍ଥା ଅଛି। ହୁଁ ମେଷେ ରବି, ହୁଁ ରବିର ମେଷରେ ଉଚ୍ଚ କେତେ କେତେ ଡିଗ୍ରୀରେ ଉଚ୍ଚ ହେଲା? 10। 10 ଡିଗ୍ରୀରେ। ହୁଁ 10 ହେଲା ପରମ ଉଚ୍ଚ, କିନ୍ତୁ ମେଷରେ ରବି ରହିଲା ମାନେ ସେ ଉଚ୍ଚ ହେଇଗଲା। ଆଚ୍ଛା। ମେଷ ରାଶିରେ ରବି 0 ରୁ 30 ଡିଗ୍ରୀ ଭିତରେ କୋଉଠି ବି ରହିଲେ ସେ ଉଚ୍ଚ ହେଇଗଲା। ହୁଁ ତାହେଲେ ପରମ ଉଚ୍ଚ ଅବସ୍ଥା କୋଉଟା ତାର? ପରମ ଉଚ୍ଚରେ ହିଁ 100% ଦବ। 10 ଡିଗ୍ରୀରେ ରହିଲେ ହିଁ ସେ 100% ରେଜଲ୍ଟ ଦବ, ନହେଲେ ଦେବନି। ପର୍ଟିକୁଲାରଲି 10 ଡିଗ୍ରୀ। ପର୍ଟିକୁଲାର 10 ଡିଗ୍ରୀ, ହୁଁ ସେଟା ହେଲା ଉଚ୍ଚ ଅବସ୍ଥା। ପରମ ଉଚ୍ଚ ଅବସ୍ଥାରେ 100%। ହୁଁ ଖାଲି ଉଚ୍ଚରେ ରହିଲେ 90%। 90। ଏଟା ଟିକେ ନ ଆଇଥି ମୂଳ ତ୍ରିକୋଣରେ ରବିର ଏବେ ପଢେଇଲି, ହୁଁ ସିଂହ ରାଶି ହଉଛି ମୂଳ ତ୍ରିକୋଣ। ଠିକ ଅଛି ନା? ହୁଁ 0 ରୁ 20 ଅଂଶ ପର୍ଯ୍ୟନ୍ତ ମୂଳ ତ୍ରିକୋଣ ଦ୍ୱାରା, ତାହେଲେ 80%। ହୁଁ କେତେ ରହିଲା? 80%। 80%। 20 ରୁ ଯଦି ଉପରେ ସିଂହ ରାଶିରେ ରହିଲା ତାହେଲେ 70%। ହୁଁ ମିତ୍ର ଗୃହରେ ରହିଲେ 50%। ଶତ୍ରୁ ଗୃହରେ ରହିଲେ 20%। ହୁଁ ନୀଚ ହେଇଗଲେ, ଯଦି ନୀଚ ଭଙ୍ଗ ରାଜଯୋଗ ସୃଷ୍ଟି ହେଲା, ତାହେଲେ ଉଚ୍ଚ ଭଳିଆ ତାକୁ କାଲକୁଲେଟ କରିବ। ହୁଁ କ୍ଲିୟର? ହୁଁ ତେଣୁ ଗ୍ରହ ଦେଖିବନି, ଅଂଶ ବଳ ଦେଖିବନି। ତମେ ମେଷରେ ରବି ଖାଲି ଦେଖିଦେଇକି ତାଳପତ୍ର ପତ୍ରିକାରେ ପ୍ରେଡିକ୍ସନ ଦେଇଦବ, ସେ ପ୍ରେଡିକ୍ସନ ବାଜିବ ନା? ନା। ସେଇଥିପାଇଁ ମୁଁ ନର୍ଥ ଇଣ୍ଡିଆନ ଷ୍ଟାଇଲ ଟାକୁ ବହୁତ ଭଲ କରେ, ହୁଁ କାରଣ ସେଥିରେ ଅଂଶ ବଳ ଲେଖା ହେଇଥାଏ। ଆପଣ କୌଣସି ଗୋଟେ ତାଳପତ୍ର ପତ୍ରିକା ଉଠେଇକି ଦେଖନ୍ତୁ, କୋଉଥିରେ ଡିଗ୍ରୀ ଲେଖା ହେଇଛି, ଅଂଶ ବଳ ଲେଖା ହେଇଛି କହିଲେ? ସେଇଟା ହଉଛି ଇମ୍ପୋର୍ଟାଣ୍ଟ ଥିଙ୍ଗ ନା। ହୁଁ ଯଦି ଅଂଶ ବଳ ନ ଲେଖା ହେଲା, ତମେ କେମିତି ଜାଣିବ ଗ୍ରହଟା ପରମ ଉଚ୍ଚରେ ଅଛି କି ଉଚ୍ଚରେ ଅଛି କି ମୂଳ ତ୍ରିକୋଣରେ ଅଛି କି ନିଜସ୍ୱ ଗ୍ରହରେ ଅଛି କି ଶତ୍ରୁକ୍ଷେତ୍ର ଜଣା ପଡିଯିବ। ହୁଁ ତାର ନୈସର୍ଗିକ ବଳ ଏବଂ ଫଳ ଦବାର କ୍ଷମତା ହୁଁ କେତେ? That totally depends upon the ଅଂଶ ବଳ। କ୍ଲିୟର? ଆଜ୍ଞା। ତ ଆଜିର ସେସନ ଆମେ ଜାଣିଲେ ମୂଳ ତ୍ରିକୋଣ। ତ ଆଜିର ସେସନ ପାଇଁ ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।